ଯିଏ ତୁମକୁ ବିଶ୍ୱାସ କରେ ତାକୁ କେବେ ଧୋକା ଦିଅନ୍ତୁ ନାହିଁ। ଯିଏ ତୁମକୁ ସାହାଯ୍ୟ କରେ ତାକୁ କେବେ ଭୁଲନ୍ତୁ ନାହିଁ। ତିନି ଜଣ ବ୍ୟକ୍ତି ସଂସାରରେ ସବୁବେଳେ ଅସୁବିଧାରେ ରୁହନ୍ତି। ପରୋପକାରୀ, ବିଶ୍ୱାସୀ ଆଉ ହୃଦୟରୁ ସଫା ନିରୀହ ଲୋକ ବ୍ୟକ୍ତି। ବାକି ବ୍ୟକ୍ତିମାନେ ସବୁ ଜାଗାରେ ପରିସ୍ଥିତି ଅନୁସାରେ ରଙ୍ଗ ବଦଳାଇ ନିଜର ସୁବିଧା କରିନିଅନ୍ତି, କିନ୍ତୁ ଏହି ତିନି ଜଣ ସବୁବେଳେ ଅସୁବିଧାରେ ରୁହନ୍ତି। ମନେ ରଖନ୍ତୁ, ପରୋପକାରୀ, ବିଶ୍ୱାସୀ, ହୃଦୟରୁ ସଫା ନିରୀହ ବ୍ୟକ୍ତି, ଏହିମାନେ ସବୁବେଳେ ଅସୁବିଧାରେ ରୁହନ୍ତି। ସନ୍ଦେହ ଓ ଅବିଶ୍ୱାସ ମଣିଷକୁ ସବୁ ସମ୍ପର୍କରୁ ଦୂରେଇ ନେଇଯାଏ। ତେଣୁ କୌଣସି କଥାରେ ସତ୍ୟତା ନ ଜାଣି କାହାକୁ ସନ୍ଦେହ କିମ୍ବା ଅବିଶ୍ୱାସ କରିବା ଠିକ୍ ନୁହେଁ। ଯାହାର ବିଚାର ଅଦାଲତ କରିପାରେ ନାହିଁ, ତାହାର ବିଚାର ସମୟ କରିଦିଏ। ଆଉ ସମୟ ଯେତେବେଳେ ବିଚାର କରେ, ସେତେବେଳେ ସାକ୍ଷୀ କିମ୍ବା ପ୍ରମାଣର ଆବଶ୍ୟକତା ପଡ଼େ ନାହିଁ। ଜୀବନର ରାସ୍ତାରେ ଯେପର୍ଯ୍ୟନ୍ତ ଚାଲିବା ଛାଡ଼ନ୍ତୁ ନାହିଁ, ସେ ପର୍ଯ୍ୟନ୍ତ ଆପଣ ଆପଣଙ୍କ ନିର୍ଦ୍ଧାରିତ ଲକ୍ଷ୍ୟ ସ୍ଥାନରେ ନ ପହଞ୍ଚିଛନ୍ତି। ଆଉ ଗୋଟେ ପଏଣ୍ଟ, ବାପା ମାଙ୍କର ସର୍ବଶ୍ରେଷ୍ଠ ସମ୍ପତ୍ତି ନିଜ ସନ୍ତାନର ଖୁସି ଏବଂ ସନ୍ତାନର ସର୍ବଶ୍ରେଷ୍ଠ କର୍ତ୍ତବ୍ୟ ବାପା ମାଙ୍କ ସେବା କରିବା। ଏବେ ତ କଳିଯୁଗରେ ଓଲଟା ଦେଖିବାକୁ ମିଳୁଛି। ବାପା ମା ତୁଣ୍ଡ ଝାଳ ମୁଣ୍ଡରେ ମାରି ପେଟରେ ଓଦା କନକ ପକାଇ ଛୁଆମାନଙ୍କୁ ବଡ଼ ମଣିଷ କରୁଛନ୍ତି ଏବଂ ଚାକିରି ବାକିରି କରାଇ ଦେଉଛନ୍ତି। ଏବଂ ବିବାହ ହେଲା ପରେ ସେଇ ପିଲା ମା ବାପାଙ୍କୁ ଗୋଇଠା ମାରିଦେଇ ନିଜ ସ୍ତ୍ରୀ ସହିତ ଶ୍ୱଶୁର ଘରେ କିମ୍ବା ଭଡ଼ା ଘରେ ରହୁଛି। ଆଉ ଗୋଟେ ପଏଣ୍ଟ ମନେ ରଖନ୍ତୁ, ଅନ୍ୟର କଷ୍ଟ ଦେଖିଲେ ଯଦି ତୁମେ ଦୁଃଖ ଅନୁଭବ କରୁଛ, ତେବେ ଜାଣି ରଖ ସେ ଈଶ୍ୱର ତୁମକୁ ମନୁଷ୍ୟ ଜନ୍ମ ଦେଇ କୌଣସି ଭୁଲ କରିନାହାନ୍ତି। ନୀତିବାଣୀର ଶେଷ ସ୍ପର୍ଶ। ଆମର ଦୁଃଖର କାରଣ ପୁଅ କିମ୍ବା ବନ୍ଧୁ ନୁହେଁ, ଏହାର କାରଣ ହେଉଛି ଆମ ଭିତରେ ଥିବା ଅଜ୍ଞାନତା।